କହନ୍ତି ଏବଂ ତାହାର ରାସ୍ତା ଦକ୍ଷିଣ ପଟରୁ ରହିଛି ବୋଲି ବାବାଙ୍କ ମୁହଁରୁ ମୁଁ ଶୁଣିଛି। ଯେ ମାନେ କିଛି ଲୋକ ଏଠି ଯେ ପୁରଖା ଲୋକ ଯିଏ ଅଛନ୍ତି କହିବା ମୁତାବକ ଯେ ଏଇଟା ରାମାୟଣ କି ମହାଭାରତ ସାଙ୍ଗରେ କିଛି ଆର କିଛି ମାନେ ସମ୍ପର୍କ ଜଡ଼ିତ ଅଛି କି? ଯଦି କୁହାଯିବ ମହାଭାରତ କଥା ତେବେ କିଚକର ଗଡ଼ ଥିଲା ବୋଲି କହନ୍ତି, ପାଖରେ କିଚକ ଗଡ଼ ଥିଲା ଏବଂ କିଚକର ଏହା ସେତେବେଳେ କିଚକ ଜଣେ ବିଳାସୀ ରାଜା ଇଏ ଥିଲେ, ତେଣୁ ତାଙ୍କର ଏଇଟା ଭାଇ ଚାଙ୍ଗିରିଆ, ତାଙ୍କର ଭାଇମାନଙ୍କୁ ଆଣିକି ସେ ଏଠି ଯେ ରଖୁନଥିବେ ତାର କିଛି ଇଏ ନାହିଁ। ତେବେ ଖାସ୍ ପ୍ରମାଣ ସେମିତି ଆମ ପାଖରେ କିଛି ନାହିଁ, କିମ୍ବଦନ୍ତୀ ଯାହା କହେ। ବିଶେଷ କରି ଯେଉଁ ଆମେ ପାହାଡ଼ ତଳୁ ଉପରକୁ କେତେ ଫୁଟ ପର୍ଯ୍ୟନ୍ତ ଇଏ ଯେଉଁ ରାସ୍ତା ଲମ୍ବିଛି? ପାହାଡ଼ ତଳୁ ଉପରକୁ ପ୍ରାୟ 550 ଫୁଟ ହେଇଯିବ। କେବେ ଏମିତି କିଛି ଅଘଟଣ ଏଠି ଘଟିଛି କି? ସେମିତି ଅଘଟଣ ସେମିତି କିଛି ନାହିଁ। 8-10 ବର୍ଷ ଖଣ୍ଡେ ତଳେ ଏଇଠି ଜଣେ ମୋବାଇଲରେ ଫଟୋ ଉଠାଉଥାନ୍ତି, ପଡ଼ିକି ସେ ତାଙ୍କର ଯେ କ'ଣ ନିବେଦନ କରିବେ, ପ୍ରଶାସନକୁ ନିବେଦନ କରିବେ ମାନେ ଯେଉଁ ବିପଦ ସଂକୁଳ ଯେଉଁ ଅଛି? ବିପଦ ସଂକୁଳ ରାସ୍ତା ଯେଟା କହିଲେ ସେ ପାଉଚର ସିଷ୍ଟମ୍, ଆକ୍ଚୁଆଲି ପାଉଚ ସେତେ ବାପାଙ୍କ ଅମଳରୁ 1985-86 ମସିହାରେ ସେ ପାଉଚ ପଥର ପାଉଚ ଯାହା ହେଇଥିଲା ତାରି ଉପରେ ବର୍ତ୍ତମାନର ମାନେ ଅନୁଦାନ ମିଳିଲା ପରେ ବର୍ତ୍ତମାନ ତ ନୂତନ ସରକାର କ'ଣ ନିବେଦନ କରିବେ ଏଇ ଯେଉଁ ପୀଠର? ନିବେଦନ କରିବି, ଇଏ ଗୋଟେ ଧର୍ମପୀଠ ଯେହେତୁ ଏବଂ ଏ ଅଞ୍ଚଳରେ ପ୍ରାୟ କପ୍ତିପଦା ସବ୍ ଡିଭିଜନ ଭିତରେ କହିଲେ ଅତ୍ୟୁକ୍ତି ହେବ ନାହିଁ, ଏ ଟାଙ୍ଗିରିଆ ପୀଠର ଉନ୍ନତିକରଣ ଏକାନ୍ତ ଆବଶ୍ୟକ ଏବଂ ଏହାର ପ୍ରାକୃତିକ ପରିବେଶ ବିଶେଷତଃ ଦେଖୁଥିବେ ଶାଳବଣ ଏବଂ ପାଖରେ ଅନ୍ୟାନ୍ୟ ପାହାଡ଼ ରହିଛି। ତେଣୁ ପ୍ରଶାସନ ନିକଟରେ ଏତିକି ନିବେଦନ କରିବି, ୟାକୁ ଯଦି ତାଙ୍କର ଟିକେ ସୁଦୟା ହୁଅନ୍ତା, କାରଣ ରାଜାନୁଗ୍ରହ ବିନା କୌଣସି ଧର୍ମ ଅନୁଷ୍ଠାନ ତିଷ୍ଠି ପାରିବ ନାହିଁ। ତେଣୁ ଯଦି ରାଜା ମନ୍ତ୍ରୀମାନଙ୍କର ବର୍ତ୍ତମାନ ଅନୁଗ୍ରହ ହୁଅନ୍ତା ଏବଂ ଏ ପୀଠକୁ ଆଉ ଟିକେ ଉନ୍ନତିକରଣ କରାଯାଇପାରନ୍ତା, ବିଶେଷତଃ ଉପରକୁ ପାହାଡ଼ ଉପରକୁ ପାଣିର ସୁବିଧା ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ରାସ୍ତାଘାଟ ଯାହା ସୁବିଧା ଦେଖୁଛନ୍ତି।